ପୁଣି ଲଘୁଚାପରେ ବର୍ଷିବ 21ଟି ଜିଲ୍ଲାରେ ପ୍ରବଳ ବର୍ଷା। ହଁ ଦର୍ଶକ ବନ୍ଧୁ, ପୁଣି ଲଘୁଚାପରେ ବର୍ଷିବ 21ଟି ଜିଲ୍ଲାରେ ପ୍ରବଳ ବର୍ଷା। ତେଣୁକରି ଦର୍ଶକ ବନ୍ଧୁ, ଆଜିର ପାଣିପାଗ ଅପଡେଟ୍ ଖବରକୁ ସଠିକ ଭାବରେ ଜାଣିବା ପାଇଁ ଚାହୁଁଥିଲା, ଆଜିର ପାଣିପାଗ ଅପଡେଟକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଓଡ଼ିଶାର 30ଟି ଜିଲ୍ଲାରେ 30ରୁ 40 କିଲୋମିଟର ଘଣ୍ଟା ପ୍ରତି ପବନ ବେଗ ରହିବ। ତେଣୁକରି ଦର୍ଶକ ବନ୍ଧୁ, ଆପଣଙ୍କୁ ରିକ୍ୱେଷ୍ଟ କରିବି, ଭିଡିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ଯଦି ନୂଆ କରି ଆମ ଚ୍ୟାନେଲକୁ ଆସିଛନ୍ତି, ସବସ୍କ୍ରାଇବ ଏବେ ପର୍ଯ୍ୟନ୍ତ କରିନାହାନ୍ତି, ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ। ପାଗରେ ଥିବା ବେଲ୍ ନୋଟିଫିକେସନକୁ ଅନ୍ କରନ୍ତୁ। ଆଜିର ପାଣିପାଗ ଅପଡେଟ୍ ଖବରକୁ ଲାଇକ୍ କରନ୍ତୁ, ଯାହାଫଳରେ ସବୁଦିନ ପାଣିପାଗ ଅପଡେଟ୍ ଖବର ନୂଆ ନୂଆ ଅପଡେଟ୍ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ତା ସହିତ ଆପଣଙ୍କର ବନ୍ଧୁ କିମ୍ବା ଆପଣଙ୍କର ଚାଷୀ ଭାଇ ଭଉଣୀ ମାନଙ୍କ ପାଖକୁ ଆଜିର ପାଣିପାଗ ଅପଡେଟ୍ ଖବରକୁ ନିହାତି ଭାବରେ ସେୟାର କରନ୍ତୁ, କାହିଁକି ନା ଚାଷୀ ମାନଙ୍କ ପାଇଁ ପାଣିପାଗ ଅପଡେଟ୍ ଖବର ଜାଣିବା ପାଇଁ ନିହାତି ଜରୁରୀ। ତେଣୁକରି ଦର୍ଶକ ବନ୍ଧୁ, ଆଜିର ପାଣିପାଗ ଅପଡେଟକୁ ଆପଣଙ୍କର ଚାଷୀ ଭାଇ ଭଉଣୀ ମାନଙ୍କ ପାଖକୁ ନିହାତି ଭାବରେ ସେୟାର କରନ୍ତୁ। ଆଜି ହେଉଛି ଅଗଷ୍ଟ 12 ତାରିଖ 2026। ମାଲକାନଗିରି, କୋରାପୁଟ, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ନୂଆପଡ଼ା, ଗଞ୍ଜାମ, ଗଜପତି, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ ଏହି ଜିଲ୍ଲାମାନଙ୍କର ଦର୍ଶକ ବନ୍ଧୁ ଆଜି ସନ୍ଧ୍ୟା ସୁଦ୍ଧା ପ୍ରବଳରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁକରି ଦର୍ଶକ ବନ୍ଧୁ, ଆଜିର ପାଣିପାଗ ଅପଡେଟକୁ ନୂଆ କରି ଆପଣମାନେ ଯଦି ଆସିଛନ୍ତି, ସବସ୍କ୍ରାଇବ କରିନାହାନ୍ତି, ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ। ପାଗରେ ଥିବା ବେଲ୍ ନୋଟିଫିକେସନକୁ ଅନ୍ କରନ୍ତୁ ଆଉ ଆଜିର ପାଣିପାଗ ଅପଡେଟକୁ ଲାଇକ୍ କରନ୍ତୁ, ଯାହାଫଳରେ ସବୁଦିନ ନୂଆ ନୂଆ ଅପଡେଟ୍ ପାଣିପାଗ ଖବର ଆପଣମାନେ ସର୍ବପ୍ରଥମେ ପାଇପାରିବେ। ତା ସହିତ ଆପଣଙ୍କର ବନ୍ଧୁ କିମ୍ବା ଆପଣଙ୍କର ଚାଷୀ ଭାଇ ଭଉଣୀ ମାନଙ୍କ ପାଖକୁ ନିହାତି ସେୟାର କରନ୍ତୁ, କାହିଁକିନା ଚାଷୀ ମାନଙ୍କ ପାଇଁ ପାଣିପାଗ ଅପଡେଟ୍ ଖବର ଜାଣିବା ପାଇଁ ନିହାତି ଜରୁରୀ। ଅଗଷ୍ଟ 13, 14, 15, 16, 17ର ପାଣିପାଗ ଅପଡେଟ୍ ଖବର ଜାଣିବା ପାଇଁ ଚାହୁଁଥିଲେ ଦର୍ଶକ ବନ୍ଧୁ, ଆମ ଚ୍ୟାନେଲକୁ ଏବେ ପର୍ଯ୍ୟନ୍ତ ଆପଣ ଯଦି ଲାଇକ୍ କରୁନାହାନ୍ତି, ତାହେଲେ ଲାଇକ୍ କରନ୍ତୁ। ନୂଆ କରି ଆପଣ ଯଦି ନୂଆ କରି ଚ୍ୟାନେଲକୁ ଆସିଛନ୍ତି, ତାହେଲେ ସବସ୍କ୍ରାଇବ କରିକି ରଖନ୍ତୁ। ପାଗରେ ଥିବା ବେଲ୍ ନୋଟିଫିକେସନକୁ ଅନ୍ କରନ୍ତୁ, ଯାହାଫଳରେ ସବୁଦିନ ପାଣିପାଗ ଅପଡେଟ୍ ଖବର ନିହାତି ପାଇପାରିବେ। ଆଜିର ପାଣିପାଗ ଅପଡେଟ୍ ଖବରକୁ ନିହାତି ଭାବରେ ଏଠି ସମାପ୍ତ କରୁଛି। ଆପଣମାନେ ଅପେକ୍ଷାରେ ରୁହନ୍ତୁ ନେକ୍ସଟ ପାଣିପାଗ ଅପଡେଟ୍ ଖବର ପାଇଁ ଦର୍ଶକ ବନ୍ଧୁ।